ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ପୋଷଣ ପକ୍ଷ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଉଦ୍ଘାଟନ କରିବା ସହିତ ସନ୍ତୁଳିତ ଖାଦ୍ୟ, ସ୍ତନ୍ୟ ପାନୀୟ ଅଭ୍ୟାସ ଏବଂ ମାଇକ୍ରୋ ନ୍ୟୁଟ୍ରିସନ ମହତ୍ତ୍ୱ ବିଷୟରେ ମତ ପ୍ରକାଶ କରିଥିଲେ। ଆବଶ୍ୟକ ଯତ୍ନ ପ୍ରଦାନ ଉଦ୍ଦେଶ୍ୟରେ ଶିଶୁ, ବାଳିକା ଏବଂ କିଶୋରୀମାନଙ୍କର ଅଭିବୃଦ୍ଧି ଏବଂ ବିକାଶ ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ସଚେତନତା ଅଭିଯାନ ଚଳାଇବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଡକ୍ଟର ମଧୁସ୍ମିତା ସାମନ୍ତରାୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗର ଅଧିକାରୀ ପ୍ରତିଭା ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ନିଗ୍ଧା ପଣ୍ଡା ପ୍ରମୁଖ ଯୋଗଦେଇ ମହିଳା ଓ ଶିଶୁଙ୍କର ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ସରକାରଙ୍କର ପୋଷଣ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ସହ ଶିଶୁର ସୁଦୃଢ଼ ଭବିଷ୍ୟତ ଗଠନ କରିବାରେ ସମସ୍ତଙ୍କର ଭୂମିକା ରହିଥିବା ବେଳେ ଯୁବାବସ୍ଥା ପର୍ଯ୍ୟନ୍ତ ଶିଶୁଟି ଯଦି ଠିକ୍ ଭାବରେ ପୁଷ୍ଟିକର ଖାଦ୍ୟ ସେବନ କରୁଛି, ଜୀବନର ପରବର୍ତ୍ତୀ ସମୟରେ ଅନେକ ରୋଗରୁ ସେ ନିଜକୁ ସୁରକ୍ଷିତ ରଖିପାରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହାଛଡ଼ା ସେମାନେ ପୁଷ୍ଟିକର ଖାଦ୍ୟ ଉପରେ ବିଶେଷ ଭାବେ ଗୁରୁତ୍ୱାରୋପ କରିବା, ଜଣେ ମହିଳା ଗର୍ଭଧାରଣ କରିବା ଠାରୁ ଶିଶୁକୁ ଜନ୍ମ ଦେବା ପର୍ଯ୍ୟନ୍ତ ଆବଶ୍ୟକ ହେଉଥିବା ପୁଷ୍ଟିକର ଖାଦ୍ୟ ଉପରେ ଆଲୋଚନା କରାଯାଇଥିଲା। ଏହି ପୁଷ୍ଟିକର ଖାଦ୍ୟ ଦ୍ୱାରା ଗର୍ଭାଶୟରେ ବଢୁଥିବା ଶିଶୁ ପ୍ରତି ମଧ୍ୟ ବେଶ ଉପାଦାୟକ ହୋଇପାରିବ। ଏଣୁ ଏହାକୁ କିପରି ଭାବେ ଅଧିକ ସଚେତନ କରାଯାଇପାରିବ ସେ ନେଇ ଗୁରୁତ୍ୱାରୋପ କରାଯାଇଥିଲା। ସେମାନଙ୍କୁ ଶ୍ୱେତସାର ଏବଂ ପୁଷ୍ଟିସାର ଯୁକ୍ତ ଖାଦ୍ୟ ସଠିକ୍ ଭାବେ ପ୍ରଦାନ କରାଯିବା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ଏହାଛଡ଼ା ପକ୍ଷ ପାଳନ କରାଯିବା ଦ୍ୱାରା ଏହାର ସଚେତନତା ଅଧିକ ହୋଇପାରିବ। ବିଶେଷ କରି ଏକ ସୁସ୍ଥ ସମାଜ ଗଠନ କରିବା ପଛରେ ସୁସ୍ଥ ମାନସିକତା ରହିବାର ଆବଶ୍ୟକତା ରହିଛି। ଆଗରୁ ଲୋକେ ଚୁଡ଼ା ଠାରୁ ଆରମ୍ଭ କରି ମୁଢ଼ି ପର୍ଯ୍ୟନ୍ତ ଖାଦ୍ୟ ଖାଉଥିଲେ, ହେଲେ ଏବେ ସବୁ ଆସ୍ତେ ଆସ୍ତେ କମିବାରେ ଲାଗିଛି। ବିଶେଷ କରି ଯୁବକ ଯୁବତୀମାନଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାମାନେ ଜଙ୍କ ଫୁଡ୍ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି, ଯାହାଫଳରେ ସେମାନେ ବିଭିନ୍ନ ରୋଗର ସମ୍ମୁଖୀନ ହେଉଛନ୍ତି। ତେଣୁ ପୁଷ୍ଟିକର ଖାଦ୍ୟ ଦିଗରୁ ଦୂରେଇ ଯିବା ଅନୁଚିତ ଏବଂ ପିଲାମାନଙ୍କୁ ଏହି ଜଙ୍କ ଫୁଡ୍ ସେବନ ନେଇ ସଚେତନ କରାଯିବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ କହିଥିଲେ। ସଦର ସିଡିପିଓ ମଧୁସ୍ମିତା ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଅଙ୍ଗନବାଡି କର୍ମୀମାନେ ବିଭିନ୍ନ ପ୍ରକାରର ହାତରନ୍ଧା ପୁଷ୍ଟିକର ଖାଦ୍ୟ ଯଥା ପରିବା ଚକୁଳି, କ୍ଷୀର ମଣ୍ଡା, ଦଲିଆ, ଖିରି, ଇଟିଲି, ପୋଡ଼ପିଠା, ମୌଲପିଠା, ମାଣ୍ଡିଆ କେକ୍ ଆଦି ଖାଦ୍ୟ ପ୍ରଦର୍ଶିତ କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆଶା ଦିଦି, ଅଙ୍ଗନବାଡି କର୍ମୀ ଓ ସାମାଜିକ କର୍ମକର୍ତ୍ତା ଏବଂ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।